ନିର୍ବାଚନ ମଣ୍ଡଳୀର ମୁଁ ତାଙ୍କ ସହିତ ଏକାବନ ବଢ଼ିଛୁ ଉଠିଛୁ ଖେଳାବୁଲା କରିଛୁ ଏବଂ ଆଜି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେଥିପାଇଁ ସେ ମଧ୍ୟ ଜଣେ କମନ୍ ପିପୁଲ୍ ଥିଲେ। ଆଉ ଏ ଯେଉଁ ପ୍ରୟାସ କରୁଛନ୍ତି ଆମ ଦିଲ୍ଲୀପ ବାବୁ, ତାଙ୍କୁ ତ ଧନ୍ୟବାଦ ଦେବି ଯେ କମନ୍ ପିପୁଲ୍ ମାନଙ୍କୁ ସେ ଆଗକୁ କେମିତି ଆଣିବେ, ତାଙ୍କର ଏ ଯେଉଁ ପ୍ରୟାସ ସେ ତାଙ୍କ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଛି। ତେଣୁକରି ମୁଁ ଆଉ ଥରେ ମଧ୍ୟ ତାକୁ ଧନ୍ୟବାଦ ଜ୍ଞାପନ କରୁଛି। ବିଶେଷ କରି କମନ୍ ପିପୁଲ୍ ସେ ଜଣେ ମଧ୍ୟ ସାଧାରଣ ଘରର ପିଲା ଥିଲେ ଏବଂ କେତେ କଷ୍ଟରେ ଯେ ଅତିବାହିତ କରିଛନ୍ତି ମୁଁ ମଧ୍ୟ ନିଜକୁ ଭାବେ ଯେ ମୁଁ ମଧ୍ୟ ସେତିକି ଘାତ ପ୍ରତିଘାତ ଦେଇକିନା ଆଗକୁ ବଢ଼ିଯାଏ। ତେଣୁ ଆମ ମଧ୍ୟରେ ଆମ ମନରେ ମଧ୍ୟ ଉତ୍ସାହ ରହିବା ଦରକାର ଅଛି ଯେ ଆମେ ବି କିଛି କରିପାରିବା। ଭାବନାଟା ଉଚ୍ଚ ରହିବା ଦରକାର ଅଛି। ଆମେ ସାଧାରଣତଃ ଯେଉଁଠି ବି ଥାଉ କିନ୍ତୁ ମନର ବଳ ତ ବଡ଼ ନିହାତି ଦରକାର ଅଛି। ଆତ୍ମବିଶ୍ୱାସ ନହେଲେ ଆଗକୁ କେହି ବଢ଼ିପାରିବେନି। ତେଣୁ ସମସ୍ତେ ପ୍ରୟାସ କରିବା ବି ଦରକାର ଅଛି। କମନ୍ ମ୍ୟାନ୍ ହେଇଯାଇପାରୁ କିନ୍ତୁ ଭାବନା ତ ଉଚ୍ଚ ରହିବା ଦରକାର ଅଛି। ତେଣୁ ସମ୍ମୁଖରେ ବସିଥିବା ସମସ୍ତଙ୍କୁ ମୋ ତରଫରୁ ଅନୁରୋଧ ବି ରହିବ ଯେ ଆମେ କେବେ ବି ଛୋଟ ମନେ କରିବାନି। ମନ ସଦାବେଳେ ଉଚ୍ଚ ରହିବା ଦରକାର ଅଛି। ଆଉ ଯେଉଁ ମ୍ୟାଡ଼ାମ୍ ଆସିବା ସମୟରେ ଯେଉଁ ଭାଷଣ ଦେଉଥିଲେ, ମ୍ୟାଡ଼ାମ୍ଙ୍କ ନାଁଟା ତ ମୁଁ ଠିକ୍ ଭାବରେ କହିପାରୁନି, ସେ କହୁଥିଲେ ସବୁ ଶାନ୍ତି ଅଛି, ପଇସାରେ କେବଳ ଶାନ୍ତି ନାହିଁ। ପଇସା କେବଳ ଟଙ୍କା ପଇସା ହିଁ ମଣିଷକୁ ଶାନ୍ତି ଦେବ, ଏ ତ ମୋର ବିଶ୍ୱାସ ନାହିଁ। ମ୍ୟାଡ଼ାମ୍ ଯେଉଁ କହୁଥିଲେ କିଛି ପିଲାକୁ ଯେଉଁ ପଢ଼ାଉଛନ୍ତି, ଯଦି ଆପଣ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ତାହେଲେ ଯେଉଁ ଶାନ୍ତି ମିଳେ ସେ ହେଲା ଆତ୍ମା ଶାନ୍ତି। ଆତ୍ମା ଶାନ୍ତି ନହେଲେ ଆପଣଙ୍କର ପଇସା ଶାନ୍ତିରୁ ଆତ୍ମା ଶାନ୍ତି କେତେ ଖୁସି ସେଟା ଅନୁଭବ ବି କରିବ। ତେଣୁ ମ୍ୟାଡ଼ାମ୍କୁ ମୁଁ ଧନ୍ୟବାଦ ଦେବି। ସେ ଯେଉଁ କାମ କରୁଛନ୍ତି ସେ ସ୍ୱାଗତ ଯୋଗ୍ୟ ଅଛି। ଆମେ ମଧ୍ୟ ଯେଉଁ ରାଜନୀତି କରୁଛେ ରାଜନୀତିକୁ ସାଧାରଣତଃ ଲୋକମାନଙ୍କର ଚକ୍ଷୁରେ ଛୋଟ ଦେଖାଯାଏ, କିନ୍ତୁ ରାଜନୀତିଟା ବି ଗୋଟେ ପାର୍ଟ ଆଜିକା ଜୀବନଶୈଳୀରେ ଏବଂ ସମାଜରେ ରାଜନୀତିଟା ମୁଖ୍ୟ ଅଂଶ ଗ୍ରହଣ କରୁଛି। ସେଥିପାଇଁ ରାଜନୀତିକୁ ଆଗକୁ ନେବା ପାଇଁ ହେଲେ ଆମେ ରାଜନୀତିକୁ ଦୋଷ ଦେଉଛେ, କିନ୍ତୁ ଆମେ କ'ଣ କରୁଛେ ଆମେ ନିଜକୁ ମଧ୍ୟ ସମୀକ୍ଷା କରିବା ଦରକାର ଅଛି। ଆମେ କେଉଁଟା ଠିକ୍ କେଉଁଟା ଭୁଲ ବି ନିରୀକ୍ଷଣ କରିବା ଦରକାର ଅଛି। ନିଜର ଅଧିକାରଟାକୁ ଠିକ୍ ଢଙ୍ଗରେ ଦେବାର ବି ଅଛି। କିଏ କ'ଣ ଦେବ ନ ଦେବ କଥାର ବିଚାର କରିବାର ବି ନାହିଁ। ଆମେ ପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛେ କିନ୍ତୁ ନିଜର ଗୋଟେ ଆଙ୍ଗୁଳି ନିର୍ଦ୍ଦେଶ କରିବା ଦରକାର ଅଛି। ତାହେଲେ ଦେଶ ବି ଆଗେଇବ, ଆମେ ବି ଆଗେଇବା ଏବଂ ସମାଜ ବି ଆଗେଇବ। ତେଣୁ ସମସ୍ତଙ୍କୁ ଆଉ ଏ ଅବସରରେ ବିଶେଷ କିଛି କହିବି ନାହିଁ, କିନ୍ତୁ ଆମ ମଧ୍ୟରେ ଯେଉଁ ଭାବନା ରହୁଛି ଯେ ଆମେ କ'ଣ କରିବା, ତେଣୁ ସମାଜରେ ଯଦି ଆଗକୁ ଯିବା ପାଇଁ ହେଲେ ନିଶ୍ଚିତ ଭାବରେ ଛୋଟ ଛୁଆମାନଙ୍କୁ ଏଜୁକେସନ୍ ଦେବାର ଅଛି। ନିଜେ ବି ସଂସ୍କାରୀ ହେବା ଦରକାର ଅଛି। ସଂସ୍କାର ନହେଲେ ପରିବାର ବି ଧ୍ୱଂସ ଆଡ଼କୁ ଗତି କରିବ। ଏଠି ମ୍ୟାଡ଼ାମ୍ କହୁଥିଲେ ମଦ ହଟେଇବା ଦରକାର ଅଛି, ମଦ ବି ହଟେଇବା ଦରକାର ଅଛି। ସମାଜରେ ମୁଖ୍ୟ ହେଇକିନା ଘରେ ମୁରବୀ ହେଇଗଲେ ଆମର ଚାଲିଚଳନକୁ ଲକ୍ଷ୍ୟ କରି ହିଁ ଛୁଆ ଆଗକୁ ଯିବ। ଆମେ ସମାଜକୁ ବି ଦେଖିକିନା ବି ଆଗକୁ ଯିବ ଏବଂ ଆମକୁ ଦେଖିକିନା ବି ସେ ଆଗକୁ ଯିବ, ଆମକୁ ବି ଶିଖିବ। ତେଣୁକରି ଯଦି ଆମେ କିଛି ସଂସ୍କୃତ ନେବା ଏବଂ କିଛି କରିବା ତାହେଲେ ନିଶ୍ଚିତ ଭାବରେ ଦେଶ ବି ଆଗେଇବ ଏବଂ ସବୁଠୁ ତଳ ଶ୍ରେଣୀର ଯଦି ଲୋକମାନେ ସମାଜରେ ଆଗେଇବେ ତାହେଲେ ଦେଶ ଆଗେଇବ। ସେଥିପାଇଁ ଦିଲ୍ଲୀପ ବାବୁ ଯେଉଁ ପ୍ରୟାସ କରିଛନ୍ତି କମନ୍ ପିପୁଲ୍ ଫେଷ୍ଟିଭାଲ, କମନ୍ ପିପୁଲ୍ ଅର୍ଥ ଆମେ ଯେଉଁ ତଳ ଶ୍ରେଣୀର ଚିନ୍ତା କରୁଛେ ସେମାନେ ଆଗେଇଲେ ହିଁ ଦେଶ ଆଗେଇବ, ଆଉ ତାହେଲେ କେହି ଆଗେଇ ପାରିବେନି। ତେଣୁ ଏଜୁକେସନ୍ ହେଉଛି ବେଷ୍ଟ ପଲିସି ଏବଂ ସଂସ୍କାର ବି ଦରକାର ଅଛି। ମ୍ୟାଡ଼ାମ୍ ଯେଉଁ ଆମର କ୍ରାଇମ୍ରେ ଅଛନ୍ତି, ଯିଏ ଯେଉଁ କ୍ଷେତ୍ରରେ ଆମେ କାମ କରୁଛେ ସେଠି ଆମେ ଏକାଗ୍ରତା ସହିତ ଏବଂ ନିଷ୍ଠାର ସହିତ କରିଲେ ହିଁ
निश्चित भाव में शांति लगे जो कर्म करुवा जो कर्म करुचे आम जो निष्ठार सहित एकाग्रता सहित करवा एवं आत्म शांति निश्चित मिल आम केवल सामाजिक काम करले शांति हम बोली कथा नहीं जे चाकरी क्षेत्र में निष्ठार सहित कर हेल्प कर निश्चित भाव में आत्म शांति लगे से विशेष मुझे कथा कहूना मोर कथा को विराम दूसरी धन्यवाद।